ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ପିଏମ୍ କିଷାନ ଯୋଜନାର 19ତମ କିସ୍ତି ଅର୍ଥ ଆଜି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଭୋପାଳଠାରେ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ବିଶ୍ୱ ନିବେଶକ ସମ୍ମିଳନୀ। ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ନେଇ ନୂଆଦିଲ୍ଲୀରେ ମାଳଦ୍ୱୀପ ପ୍ରତିପକ୍ଷଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା। ଭାରତ ଫ୍ରାନ୍ସ ପ୍ରତିରକ୍ଷା ସହଯୋଗ ସଂକ୍ରାନ୍ତ ବୋଲଷ୍ଟର କାର୍ଯ୍ୟକ୍ରମରେ ଆଜି ଯୋଗଦେବେ ଭାରତୀୟ ସେନା ମୁଖ୍ୟ। ଏବଂ ଆଇସିସି ପୁରୁଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନକୁ 6 ୱିକେଟ୍ରେ ପରାସ୍ତ କଲା ଭାରତ। ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଆଜି ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ଯୋଜନାର 19ତମ କିସ୍ତି ଅର୍ଥ ପ୍ରଦାନ କରିବେ। ବିହାରର ଭାଗଲପୁରଠାରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଜନାର ହିତାଧିକାରୀଙ୍କୁ ଏହି କିସ୍ତି ଅର୍ଥ ପ୍ରଦାନ କରିବେ। ଏହି ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷକୁ 3ଟି କିସ୍ତିରେ 6,000 ଟଙ୍କା ପ୍ରଦାନ କରାଯାଇଥାଏ। ଦେଶର 731ଟି କୃଷି ବିଜ୍ଞାନ କେନ୍ଦ୍ରଠାରେ ଏହି କାର୍ଯ୍ୟକ୍ରମ ସିଧାସଳଖ ଅନୁଷ୍ଠିତ ହେବା ସହିତ ଏଥିରେ ପ୍ରାୟ 2.5 କୋଟି ହିତାଧିକାରୀ ଆଭାସୀ କିମ୍ବା ବ୍ୟକ୍ତିଗତ ସ୍ତରରେ ଉପସ୍ଥିତ ରହିବେ। ଏ ସମ୍ପର୍କରେ ସୂଚନା ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଆଜିର ଦିବସକୁ କିଷାନ ସମ୍ମାନ ସମାରୋହ ଭାବେ ପାଳନ କରାଯିବା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ସମ୍ପର୍କିତ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି କରାଯିବ। ଦେଶର 9 କୋଟି 80 ଲକ୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ଚାଷୀଙ୍କୁ ଆଜି 19ତମ କିସ୍ତି ବାବଦରେ 22,000 କୋଟିରୁ ଅଧିକ ଟଙ୍କା ସିଧାସଳଖ ଭାବେ ଜମାଖାତାରେ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ସେ କହିଛନ୍ତି, ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 11 କୋଟିରୁ ଉର୍ଦ୍ଧ୍ୱ ଯୋଗ୍ୟ ଚାଷୀ ପରିବାରକୁ 3,46,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇ ସାରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶର ଭୋପାଳଠାରେ ବିଶ୍ୱ ନିବେଶକ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଭୋପାଳର କାଲିଆସୋଟ ଡ୍ୟାମ୍ ନିକଟରେ ନବନିର୍ମିତ ଟେଣ୍ଟ ସିଟିଠାରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀରେ ସମଗ୍ର ବିଶ୍ୱରୁ ଶତାଧିକ ଅତିଥି ଯୋଗ ଦେଉଛନ୍ତି। ଔଷଧ ଓ ଚିକିତ୍ସା ଉପକରଣ, ପରିବହନ, ଶିଳ୍ପ, ଦକ୍ଷତା ବିକାଶ, ପର୍ଯ୍ୟଟନ, ଏମ୍ଏସ୍ଏମ୍ଇ ଆଦି କ୍ଷେତ୍ର ଆଧାରିତ ସ୍ୱତନ୍ତ୍ର ଅଧିବେଶନମାନ ଏହି ଦୁଇଦିନିଆ ସମ୍ମିଳନୀ ଅବସରରେ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଏଥିରେ ଦକ୍ଷିଣ ବିଶ୍ୱ ରାଷ୍ଟ୍ର, ଲାଟିନ୍ ଆମେରିକା ଏବଂ କାରିବିଆନ୍ ଭଳି ଅଂଶୀଦାର ଦେଶଗୁଡ଼ିକର ପ୍ରତିନିଧି ବିଭିନ୍ନ ସ୍ୱତନ୍ତ୍ର ଅଧିବେଶନରେ ସାମିଲ ହେବେ। ଏହି ସମ୍ମିଳନୀ ଅବସରରେ 3ଟି ପ୍ରମୁଖ ଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଯାନବାହନ, ବୟନ ଏବଂ ଫ୍ୟାସନ ଏବଂ ଏକ ଜିଲ୍ଲା ଏକ ଉତ୍ପାଦ ଆଧାରରେ ଏହି ଶିଳ୍ପ ପ୍ରଦର୍ଶନୀଗୁଡ଼ିକ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରୁ 2 ଦିନ ଆସାମ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଗୁଆହାଟୀଠାରେ ଝୁମୋଇ ବିନନ୍ଦିନୀ 2025 କାର୍ଯ୍ୟକ୍ରମରେ ଯୋଗଦେବେ। ସେହିଭଳି ଆସନ୍ତାକାଲି ଆଡଭାଣ୍ଟେଜ୍ ଆସାମ 2.0 ନିବେଶ ଓ ଭିତ୍ତିଭୂମି ସମ୍ମିଳନୀର ଉଦ୍ଘାଟନ କରିବେ। ଏହି ସମ୍ମିଳନୀରେ ବହୁ ଅନ୍ତର୍ଜାତୀୟ ସଂଗଠନ, ନିବେଶକ, ନୀତି ନିର୍ଦ୍ଧାରକ, ଶିଳ୍ପ ବିଶେଷଜ୍ଞ ପ୍ରମୁଖ ଯୋଗଦେବେ। ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଗତକାଲି ନୂଆଦିଲ୍ଲୀରେ ମାଳଦ୍ୱୀପର ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲ୍ଲା ନଜିମ୍ ଇବ୍ରାହିମ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି, ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସହଭାଗିତା ଭିତ୍ତିରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ପ୍ରଦାନ, ଡିଜିଟାଲ ହେଲ୍ଥ, ଔଷଧ ଉଦ୍ୟୋଗ ଏବଂ ମାନସିକ ସ୍ୱାସ୍ଥ୍ୟ ଭଳି କ୍ଷେତ୍ର ଉପରେ କାର୍ଯ୍ୟ କରିବା ନେଇ ବୈଠକରେ ଆଲୋଚନା ହୋଇଥିବା ମନ୍ତ୍ରୀ ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି। ଦିଲ୍ଲୀ ବିଧାନସଭା ବୈଠକ ଆଜିଠାରୁ 3 ଦିନ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗତକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନୂଆଦିଲ୍ଲୀଠାରେ ଭେଟିଥିଲେ। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ତଥା ଜନକଲ୍ୟାଣକାରୀ ଯୋଜନା ଉପରେ ଦିଲ୍ଲୀ ଜନସାଧାରଣ ଆସ୍ଥା ପ୍ରକଟ କରିଛନ୍ତି। ରେଖା ଗୁପ୍ତାଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଦିଲ୍ଲୀ ନୂତନ ଶିଖର ସ୍ପର୍ଶ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀମତୀ ଗୁପ୍ତା ମଧ୍ୟ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ। ବିକାଶ ଏବଂ ସୁଶାସନ ପଥରେ ଦିଲ୍ଲୀକୁ ଆଗକୁ ନେବା ପାଇଁ ଶ୍ରୀମତୀ ଗୁପ୍ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଛତିଶଗଡ଼ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ରାଜ୍ୟପାଳ ରମେଶ ଡେକା ଅଧିବେଶନକୁ ଆଜି ସମ୍ବୋଧନ କରିବେ। ଅର୍ଥମନ୍ତ୍ରୀ ଓପି ଚୌଧୁରୀ ଆସନ୍ତା ମାସ 3 ତାରିଖରେ ବଜେଟ୍ ଉପସ୍ଥାପନ କରିବେ। ମାର୍ଚ୍ଚ 21 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 17ଟି କାର୍ଯ୍ୟଦିବସ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଭାରତୀୟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଚାରିଦିନିଆ ଫ୍ରାନ୍ସ ଗସ୍ତ ଅବସରରେ ଆଜି ଭାରତ ଫ୍ରାନ୍ସ ପ୍ରତିରକ୍ଷା ସହଯୋଗ ସଂକ୍ରାନ୍ତ ବୋଲଷ୍ଟର କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ୟାରିସ୍ର ଲେସ୍ ଇନଭାଲିଡେସ୍ଠାରେ ପ୍ରଥମେ ଜେନେରାଲ ଦ୍ୱିବେଦୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ପରେ ଫ୍ରାନ୍ସ ସେନାମୁଖ୍ୟ ଜେନେରାଲ ପିଏରେ ସିଲ୍ଙ୍କ ସହ ବିଭିନ୍ନ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗରେ ସେ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ସାମରିକ ସମ୍ପର୍କ ବୃଦ୍ଧି କରିବା ଜେନେରାଲ ଦ୍ୱିବେଦୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ଜେନେରାଲ ଦ୍ୱିବେଦୀ ପ୍ୟାରିସ୍ର ସମ୍ମାନଜନକ ମିଲିଟାରୀ ସ୍କୁଲ ଆଣ୍ଡ ଇନ୍ଷ୍ଟିଚ୍ୟୁସନ୍ ଇକୋଲ ମିଲିଟେରିଆ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଫ୍ରାନ୍ସ ପ୍ରତିପକ୍ଷ ଜେନେରାଲ ଦ୍ୱିବେଦୀଙ୍କୁ ଭବିଷ୍ୟତ ଯୁଦ୍ଧାସ୍ତ ନେଇ ଅବଗତ କରାଇବେ। ଜେନେରାଲ ଦ୍ୱିବେଦୀ ଆସନ୍ତାକାଲି ମାର୍ସେଲି ଗସ୍ତରେ ଯିବେ। ସେଠାରେ ତାଙ୍କୁ ଫ୍ରାନ୍ସ ସେନାର ମିଶନ ଏବଂ ଭୂମିକା, ଦ୍ୱିପାକ୍ଷିକ ଅଭ୍ୟାସ, ପ୍ରଶିକ୍ଷଣ ସହଯୋଗ ଏବଂ ଫ୍ରାନ୍ସ ସେନାର ଆଧୁନିକୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଫ୍ରାନ୍ସ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯିବ। ବୁଧବାର ଦିନ ଜେନେରାଲ ଦ୍ୱିବେଦୀ କାର୍ପିଆଗ୍ନେ ଗସ୍ତ କରି ସାମରିକ ଅଭ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ। ଜେନେରାଲ ଦ୍ୱିବେଦୀ ଆସନ୍ତା ଗୁରୁବାର ଦିନ ନ୍ୟୁଭେ ଚାପଲ ଭାରତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ପ୍ରଥମ ବିଶ୍ୱଯୁଦ୍ଧରେ ଅଂଶଗ୍ରହଣ କରି ଶହୀଦ ହୋଇଥିବା ଭାରତୀୟ ଯବାନଙ୍କ ସମ୍ମାନରେ ପୁଷ୍ପଗୁଚ୍ଛ ଅର୍ପଣ କରିବେ। ଦ୍ୱିପାକ୍ଷିକ ସାମରିକ ସହଯୋଗର ନୂତନ ମାର୍ଗ ଉନ୍ମୋଚନ କରିବା ଏବଂ ରଣନୈତିକ ଭାଗିଦାରିତାକୁ ବୃଦ୍ଧି କରିବାରେ ଜେନେରାଲ ଦ୍ୱିବେଦୀଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରୟାଗରାଜ ମହାକୁମ୍ଭ ମେଳାର ତ୍ରିବେଣୀ ସଙ୍ଗମଠାରେ ଏପର୍ଯ୍ୟନ୍ତ 62 କୋଟି 6 ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି। ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ରହିଛନ୍ତି। ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ଗତକାଲି ସଙ୍ଗମଠାରେ 1 କୋଟି 32 ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଗତକାଲି ବୁଡ଼ ପକାଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଉତ୍ତରାଖଣ୍ଡ ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଭୁକ୍ତ। ଶ୍ରୀ ମାଝୀ ଏହି ଅବସରରେ କହିଛନ୍ତି, ମହାକୁମ୍ଭ ହେଉଛି ବିଶ୍ୱାସ, ପରମ୍ପରା ଏବଂ ଆଧ୍ୟାତ୍ମିକତାର ପ୍ରତୀକ। ଓଡ଼ିଶାବାସୀଙ୍କ ତରଫରୁ ଶ୍ରୀ ମାଝୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଲୋକସଭା ସଦସ୍ୟ ତଥା ବିଜେପି ନେତା ସମ୍ବିତ ପାତ୍ର, କଣ୍ଠଶିଳ୍ପୀ କୈଳାସ ଖେର, ଚଳଚ୍ଚିତ୍ର ନିର୍ମାତା ବୋନି କପୁର, ଶଙ୍କରାଚାର୍ଯ୍ୟ ଭାରତୀ ତୀର୍ଥ ମହାସ୍ୱାମୀଜୀ ଗତକାଲି ବୁଡ଼ ପକାଇଥିବା ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ଆଇସିସି ପୁରୁଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲି ଭାରତ ବିଜୟ ହାସଲ କରିଛି। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ ପାକିସ୍ତାନକୁ 6 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। 2ଟି ବଲ୍ ବାକି ଥାଇ ସମସ୍ତ ୱିକେଟ୍ ବିନିମୟରେ ପାକିସ୍ତାନ 241 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସାଉଦ୍ ଶକିଲ ସର୍ବାଧିକ 62 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ 3ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା 2ଟି ୱିକେଟ୍ ଅକ୍ତିଆର କରିଥିଲେ। 242 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 42 ଓଭର 3ଟି ବଲ୍ରେ 4 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ 100 ରନ୍ର ଅପରାଜିତ ପାଳି ଖେଳିଥିବା ବିରାଟ କୋହଲିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟର 56 ଏବଂ ଶୁଭମନ ଗିଲ୍ 46 ରନ୍ ସଂଗ୍ରହ କରିଥିଲେ। ବିରାଟ କୋହଲିଙ୍କର ଏହା ହେଉଛି 51ତମ ଦିନିକିଆ ଆନ୍ତର୍ଜାତିକ ଶତକ। ଏଥିସହ ଦିନିକିଆ କ୍ରିକେଟ୍ରେ କୋହଲି ଦ୍ରୁତ 14,000 ରନ୍ ସଂଗ୍ରହ କରିଛନ୍ତି। ପାକିସ୍ତାନ ବିପକ୍ଷରେ ମଧ୍ୟ କୋହଲି ସର୍ବାଧିକ ଥର ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜି ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ପାକିସ୍ତାନର ରାଓ୍ୱଲପିଣ୍ଡିଠାରେ ମୁକାବିଲା ହେବ। ମୋହନ ବାଗାନ ସୁପର ଜାୟାଣ୍ଟସ୍ କ୍ରମାଗତ ଦ୍ୱିତୀୟ ଥର ପାଇଁ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛି। କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନ ଷ୍ଟାଡିୟମ୍ଠାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୋହନ ବାଗାନ ଓଡ଼ିଶା ଫୁଟବଲ କ୍ଲବକୁ 1-0 ଗୋଲରେ ପରାସ୍ତ କରି ଏହି ସଫଳତା ହାସଲ କରିଛି। ଏହି ବିଜୟ ସହ ମୋହନ ବାଗାନ ଏଏଫ୍ସି ଚାମ୍ପିୟନସିପ୍ ଦ୍ୱିତୀୟ ଲିଗ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛି। ଆଇଏସ୍ଏଲ୍ ପ୍ରତିଯୋଗିତାରେ ମୋହନ ବାଗାନ ସୁପର ଜାୟାଣ୍ଟସ୍ 52 ପଏଣ୍ଟ ହାସଲ କରି ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି। ଗୋଆ ଫୁଟବଲ କ୍ଲବ 42 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ୟୁପି ୱାରିୟର୍ସ ମଧ୍ୟରେ ମୁକାବିଲା ହେବ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ଟାରେ ଏହି ମ୍ୟାଚ୍ ଖେଳାଯିବ। ସ୍ମୃତି ମାନ୍ଧାନାଙ୍କ ନେତୃତ୍ୱାଧୀନ ବେଙ୍ଗାଲୁରୁ ଦଳ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଥିବା ବେଳେ ଦୀପ୍ତି ଶର୍ମା ନେତୃତ୍ୱାଧୀନ ୟୁପି ୱାରିୟର୍ସ ତାଲିକାର 5ମ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପିଏମ୍ କିଷାନ ଯୋଜନାର 19ତମ କିସ୍ତି ଅର୍ଥ ଆଜି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଭୋପାଳଠାରେ ଆଜିଠାରୁ ଆରମ୍ଭ ହେଉଛି 2 ଦିନିଆ ବିଶ୍ୱ ନିବେଶକ ସମ୍ମିଳନୀ। ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ନେଇ ନୂଆଦିଲ୍ଲୀରେ ମାଳଦ୍ୱୀପ ପ୍ରତିପକ୍ଷଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା। ଭାରତ ଫ୍ରାନ୍ସ ପ୍ରତିରକ୍ଷା ସହଯୋଗ ସଂକ୍ରାନ୍ତ ବୋଲଷ୍ଟର କାର୍ଯ୍ୟକ୍ରମରେ ଆଜି ଯୋଗଦେବେ ଭାରତୀୟ ସେନା ମୁଖ୍ୟ।
ଏବଂ ଆଇସିସି ପୁରୁଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନକୁ 6 ୱିକେଟ୍ରେ ପରାସ୍ତ କଲା ଭାରତ। ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ଆଜି ହେବ ମୁକାବିଲା। ସମ୍ବାଦ ଶେଷ ହେଲା।